ଆଜିର ପ୍ରସଙ୍ଗରେ ଶୁଣନ୍ତୁ ସର୍ବାଧିକ ଡିଜିଟାଲ କାରବାର ମାଧ୍ୟମ ଭାବେ ବିଶ୍ୱ ସ୍ୱୀକୃତି ଲାଭ କରିଛି ୟୁପିଆଇ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ସାର୍ବଜନୀନ ଡିଜିଟାଲ ଆର୍ଥିକ କାରବାରର ଭିତ୍ତିଭୂମି ଭାବେ ୟୁପିଆଇ ଅନ୍ୟତମ ସଫଳ ସ୍ତମ୍ଭ ଭାବେ ଉଭା ହୋଇଛି। ଗୋଟିଏ ଆପ୍ ମାଧ୍ୟମରେ ସହଜରେ ବ୍ୟକ୍ତିସ୍ତରୀୟ ଏବଂ ବ୍ୟାବସାୟିକ ସ୍ତରର କାରବାର ମଧ୍ୟ ସମ୍ଭବପର ହୋଇପାରିଛି। ବହୁ କୋଟି ବ୍ୟବହାରକାରୀଙ୍କ ଆର୍ଥିକ କାରବାରର ଏହା ଏକ ପସନ୍ଦ ତଥା ଭରସାଯୋଗ୍ୟ ମାଧ୍ୟମ ପାଲଟିଛି। ଦେଶର ଆର୍ଥିକ କାରବାର ଶୈଳୀ ଏହାଦ୍ୱାରା ବିଶେଷ ଭାବେ ପରିବର୍ତ୍ତିତ ହୋଇଛି। ଡିଜିଟାଲ ବ୍ୟବଧାନକୁ ହ୍ରାସ କରିବା ସହ ସମାବେଶୀ ଆର୍ଥିକ ବ୍ୟବସ୍ଥାକୁ ଏହା ଅଧିକ ବ୍ୟାପକ ତଥା ସୁଗମ କରିପାରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟାମକ ତଦାରଖ ଅଧୀନରେ ୟୁପିଆଇ ବ୍ୟବସ୍ଥା ଗତ 2016 ଅଗଷ୍ଟ 25 ତାରିଖରେ ଆରମ୍ଭ ହୋଇଥିଲା। ଗତକାଲି ଏହା ନିଜ ଯାତ୍ରାର 10 ବର୍ଷ ପୂରଣ କରିଛି। ଦଶନ୍ଧି ମଧ୍ୟରେ ୟୁପିଆଇ ଦେଶର ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ବୈପ୍ଳବିକ ରୂପାନ୍ତରଣ ଆଣିପାରିଛି। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଏହା ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। ଦଶନ୍ଧି ମଧ୍ୟରେ ୟୁପିଆଇ କାରବାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ବାର୍ଷିକ କାରବାର ସଂଖ୍ୟା ମାତ୍ର 1,78,00,000 ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 24,162 କୋଟିରୁ ଅଧିକ ହୋଇଛି। ଏଥିସହ କାରବାର ସଂଖ୍ୟା 13,000 ଗୁଣ ବୃଦ୍ଧି ପାଇଛି। ସେହିପରି 2016-17 ଆର୍ଥିକ ବର୍ଷରେ ଅର୍ଥ ଦେଣନେଣ 0.07 ଲକ୍ଷ କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ପ୍ରାୟ 4,000 ଗୁଣ ବୃଦ୍ଧି ପାଇ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କାରବାର ସଂଖ୍ୟା ଏବଂ ଅର୍ଥ ଦେଣନେଣ ବୃଦ୍ଧିରେ ଏହି ସମାନ୍ତରାଳ ସମ୍ପ୍ରସାରଣ ଦୈନିକ ଖୁଚୁରା ଅର୍ଥ ଆଦାନ ପ୍ରଦାନରେ ୟୁପିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ୟୁପିଆଇ ସହିତ ସାମିଲ ହୋଇଥିବା ବ୍ୟାଙ୍କ ସଂଖ୍ୟା 2016ରେ 21 ଥିବାବେଳେ ଗତ ଜୁଲାଇ ମାସ ସୁଦ୍ଧା ଏହା 741କୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଭାରତର ଡିଜିଟାଲ ପେମେଣ୍ଟର 84% ୟୁପିଆଇ ମାଧ୍ୟମରେ ହୋଇଥିଲା। ଏପରିକି ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ଏହାକୁ ଆପଣାଇ ପାରିଛନ୍ତି। ବର୍ତ୍ତମାନ 11ଟି ଦେଶରେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଛି। ଗତ 2025 ମସିହାରେ ବିଶ୍ୱର ରିଏଲ ଟାଇମ୍ ଅର୍ଥ କାରବାରରେ ଭାରତର ୟୁପିଆଇର ଅଂଶ 49% ରହିଥିଲା। ଚଳିତ ବର୍ଷ ୟୁପିଆଇର ଅଭିବୃଦ୍ଧିରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଗତ ମେ ମାସରେ ପ୍ରଥମ ଥର ପାଇଁ ମାସିକ କାରବାର ସଂଖ୍ୟା 2,300 କୋଟି ଟଙ୍କାକୁ ଅତିକ୍ରମ କରିଛି। ଗତ ଜୁଲାଇ ମାସରେ ଏହା 2,366 କୋଟି ଟଙ୍କାରେ ପହଞ୍ଚି ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଗତ ଦଶନ୍ଧି ମଧ୍ୟରେ ୟୁପିଆଇ ଯାତ୍ରାରେ ଏହା ହେଉଛି ସର୍ବାଧିକ ମାସିକ କାରବାର। ୟୁପିଆଇ କାରବାରକୁ ଅନୁଶୀଳନ କଲେ ବିଭିନ୍ନ କ୍ଷେତ୍ରରେ ଏହାର ପରିମାଣ ଏବଂ ଆକାରର ସ୍ପଷ୍ଟ ପାର୍ଥକ୍ୟ ଜଣାପଡ଼ିଥାଏ। ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ୟୁପିଆଇ ମାଧ୍ୟମରେ ଅର୍ଥ ହସ୍ତାନ୍ତର ସ୍ୱଚ୍ଛ ପ୍ରଶାସନ ଓ ସ୍ୱଚ୍ଛ ଆର୍ଥିକ କାରବାରକୁ ଦର୍ଶାଉଛି। ଉପଭୋକ୍ତାଙ୍କ ବିଶ୍ୱସନୀୟତା ବୃଦ୍ଧି ଯୋଗୁଁ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ଆକାର ବୃଦ୍ଧି ପାଇ ଚାଲିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ୱାରା ଏହାକୁ ସ୍ୱୀକୃତି ମିଳିବା ଏକ ଉଲ୍ଲେଖନୀୟ ସଫଳତା। ବିଶ୍ୱର ପ୍ରମୁଖ ଆର୍ଥିକ କାରବାର ନେଟୱାର୍କକୁ ୟୁପିଆଇ ପଛରେ ପକାଇଛି। ଦୈନିକ 66 କୋଟିରୁ ଅଧିକ କାରବାର ଏହାଦ୍ୱାରା ସମ୍ଭବପର ହୋଇପାରୁଛି। ତ୍ୱରିତ, ସୁରକ୍ଷିତ ଏବଂ ସମାବେଶୀ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତର ସ୍ଥିତି ବିଶ୍ୱସ୍ତରରେ ଅଧିକ ସଶକ୍ତ ହେଉଛି। ସୀମାପାର ଡିଜିଟାଲ ପେମେଣ୍ଟ ପାଇଁ ଏହା ଏକ ବିଶ୍ୱାସଯୋଗ୍ୟ ମାଧ୍ୟମ ପାଲଟିଛି। ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ୍, କାତାର, କାମ୍ବୋଡିଆ, ଗ୍ରୀସ୍ ଏବଂ ମାଳଦ୍ୱୀପ ୟୁପିଆଇ ସହ ସଂଶ୍ଳିଷ୍ଟ ହୋଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ୟୁପିଆଇର ବ୍ୟାପକତାକୁ ଏହା ପ୍ରମାଣ କରୁଛି। ଆଗାମୀ ଦଶନ୍ଧିରେ ୟୁପିଆଇର ପରିସର ଆହୁରି ବୃଦ୍ଧି ପାଇବ। ନୂତନ ବ୍ୟବହାରକାରୀ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନକୁ ଅନ୍ତର୍ଭୁକ୍ତ କରି ୟୁପିଆଇ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।